ଆଜି ଶୁଣିବା ଉପନ୍ୟାସ ପରିଚୟ। ଉପନ୍ୟାସିକା ପ୍ରତିଭା ରାୟ। ଭାଗ 7। ସହରରୁ ଫେରିଆସି ନବଘନ ଲକ୍ଷ୍ୟ କଲା ମଖି ଯେମିତି ହଠାତ୍ ବଦଳି ଯାଇଛି। ଚୈତାଳି ପବନଟି ଭଳି ନାଚି ନାଚି ଗାଇ ଗାଇ ସେ ଆଉ ବଙ୍ଗଳା ହତାକୁ ସଙ୍ଗୀତ ମୁଖର କରୁନାହିଁ। ପାହାଡ଼ ଝରଣାଟି ଭଳି ଖିଲି ଖିଲି ହସି ଉଠୁନାହିଁ। ବୟସ୍କା ନାରୀଟି ଭଳି ଗମ୍ଭୀର ସ୍ଥିର ହୋଇଯାଇଛି। କୋଉ ଗହନ ଚିନ୍ତାରେ ବୁଡ଼ି ଯାଉଛି ବେଳେବେଳେ। ନବଘନର ହଠାତ୍ ମନେ ହେଲା ମଖି ତରୁଣୀ ପାଲଟି ଯାଇଛି। କିଶୋରୀ ଝିଅଟି ଭଳି ଫୁଲ ଆଉ ପ୍ରଜାପତିଟିକୁ ସାଥୀ କରି ସେ ଆଉ ନାଚି ମାତି ଉଠୁନାହିଁ। ନାଚିବା ପାଇଁ ମାତିବା ପାଇଁ ଏବେ ତାର ସାଥୀଟିଏ ଲୋଡ଼ା ହେଲାଣି। ହେଲେ କିଏ ହେବ ମଖିର ମନଲାଖି ସାଥୀ? ସେ ବାବୁଟା ଉପରେ ଅନେକ ଭରସା କରିଥିଲା ସେ। ତାଙ୍କ ଅଫିସର କାହାକୁ ଗୋଟିଏ ମଖି ପାଇଁ ବୁଝିଦେବ ବୋଲି କହିଥାନ୍ତା। ହେଲେ ନିଜର ଠିକଣା ନ ଦେଇ ସେ ଚାଲି ଯାଇଛନ୍ତି। ତା ଭଳି ଗୋଟାଏ ନଗଣ୍ୟ ଲୋକ ପାଖରେ ସେ କାହିଁକି ଠିକଣା ଛାଡ଼ି ଯାଇଥାନ୍ତେ? ସେ କିନ୍ତୁ ତାଙ୍କୁ କେତେ ଭରସା ଦେଇଥିଲେ। ଏମିତି କେତେ ଲୋକଙ୍କୁ କେତେ କଥାରେ ସେ ଭରସା ଦେଉଥିବେ। ସବୁ କଥା ରଖିବା କ'ଣ ସମ୍ଭବ? ବାବୁମାନେ ସମସ୍ତେ ଏମିତି। କେତେ ଆପତ୍ତି ଅନୁରୋଧ ସବୁ କଥାରେ ହଁ କହିବାକୁ ହେବ। ନାହିଁ କହିଲେ ସବୁ ଅଚଳ ବିଭ୍ରାଟ। ତେଣୁ ନାହିଁଟାକୁ ହଁ ବୋଲି କହିବାରେ ସମସ୍ତେ ଅଭ୍ୟସ୍ତ ହୋଇପଡ଼ିଲେଣି। ବାବୁଙ୍କର ସେ ଭରସାଟାକୁ ବିଶ୍ୱାସ କରି ନବଘନ ଗୁଡ଼ାଏ ଆକାଶ କୁସୁମ ତୋଳି ପକାଇଥିଲା ମଖିକୁ ନେଇ। ସେ ଅଧିକ ଆଶା ଆଜି ତାକୁ କଷ୍ଟ ଦେଉଛି। ଗୁଳିଟା ତାର ଗୋଡ଼ରୁ କଢ଼ାଗଲା ମଧ୍ୟ ଗୋଟାଏ ଗୋଡ଼ ଅକାମୀ ହୋଇଛି। ସେ ଏବେ ଲେଙ୍ଗେଡ଼ା। ଦେହର ବଳ ସଙ୍ଗେ ମନର ବଳଟା ବି ଭାଙ୍ଗି ଯାଇଛି। ମଖି ଭଳି ଝିଅକୁ ଜଙ୍ଗଲୀ ମୂର୍ଖ ପୁଅଟା ହାତରେ ଛନ୍ଦି ଦେଇପାରିବ ନାହିଁ ସେ। ମଖି ପାଇଁ ତା ମନରେ କେତେ ଆଶା। ନବଘନ ଭାବିଲା ମିଶନାରୀ ଫାଦର ଜୋସେଫ ନଚେତ୍ ସେବାଶ୍ରମରେ ହେଡ଼ମାଷ୍ଟରଙ୍କ ସହାୟତାରେ ମଖି ପାଇଁ ଶିକ୍ଷିତ ସୁପାତ୍ରଟି ବୁଝିବ। ସେଦିନ ଫାଦର ଜୋସେଫଙ୍କ ପାଖରୁ ଖୁସି ମନରେ ଫେରିଲା ନବଘନ। ଫାଦର ତାକୁ ଭରସା ଦେଇଛନ୍ତି ତାଙ୍କରି ହାତରେ ଗଢ଼ିଥିବା ମଣିଷ ପ୍ରସାଦ ହିଁ ମଖିର ଉପଯୁକ୍ତ ପାତ୍ର। ପ୍ରସାଦ ଅନାଥ ପିଲାଟିଏ। ଫାଦର ଜୋସେଫଙ୍କ ଅରଫାନେଜ ମଣିଷ ହେଇଛି। ଜାତି ଧର୍ମ ବର୍ଣ୍ଣ ମାନେ ନାହିଁ। ମଣିଷକୁ ମଣିଷ ଭାବରେ ସେ ଚିହ୍ନେ। ପାଠ ପଢ଼ି ସହରର ଭଲ ଚାକିରି କରିଛି। ଫାଦର ଜୋସେଫଙ୍କ ଉପରେ ନିଜ ଜୀବନର ସବୁ ଦାୟିତ୍ୱ ଛାଡ଼ିଦେଇ ଖୁବ୍ ନିକଟରେ ଦୁହିଁଙ୍କର ବିବାହ ବିନା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯିବ। ମଖି ଛୋଟ ଜାତିର ଝିଅ ବୋଲି ପ୍ରସାଦ ଏଥିରେ ଅସମ୍ମତ ହେବ ନାହିଁ। ମଖି ଭଳି ଝିଅଟାକୁ ପାଇଲେ ପ୍ରସାଦର ଜୀବନ ଧନ୍ୟ ହେବ। ସେଦିନ ଖୁସି ମନରେ ଘରକୁ ଫେରିଲା ନବଘନ। ମଖି ଶିକ୍ଷିତ ପୁରୁଷର ସ୍ତ୍ରୀ ହେବ। ସହରରେ ରହିବ। ପ୍ରସାଦ ଦିନେ ହୁଏତ ନିଜର ଅଧ୍ୟବସାୟ ଓ ମେଧା ବଳରେ ବଡ଼ ଅଫିସର ହେବ। ଆଉ ଗାଡ଼ି ଚଢ଼ି ମଖିକୁ ନେଇ ଏ ଡାକ ବଙ୍ଗଳାକୁ ଆସିବ। ସେତେବେଳେ ସେ ତ ଆଉ ତାର ଭଙ୍ଗା କ୍ୱାର୍ଟରରେ ରହିବ ନାହିଁ। ସେ ରହିବ ବଙ୍ଗଳାର ସୁସଜ୍ଜିତ କୋଠରୀରେ। ଆଉ ସବୁ ମେମ୍ସାହେବଙ୍କ ଭଳି ମଖି ସେମାନଙ୍କଠାରୁ କୌଣସି ଗୁଣରେ କମ୍ ନୁହେଁ। ନବଘନର ଏତେ ଦିନର ସ୍ୱପ୍ନ ସତ ହେବାକୁ ଯାଇଛି। ପ୍ରସାଦର ବଂଶ ଆଭିଜାତ୍ୟ ଇତିହାସ ତାର ଲୋଡ଼ା ନାହିଁ। ପ୍ରସାଦ ନିଜେ ହିଁ ତାର ଆଭିଜାତ୍ୟ ଇତିହାସ। ନବଘନ ଗୋଟାଏ ମଧୁର ସ୍ୱପ୍ନରେ ଭିଜି ଭିଜି ଘରେ ପହଞ୍ଚିଲା ବେଳକୁ ମଖି ଅସୁସ୍ଥ ହୋଇ ପଡ଼ିଛି। ମିଶନାରୀ ଡାକ୍ତରଙ୍କୁ ଧାଇଁଜାରି ଡାକି ଆଣିଲା ନବଘନ। ଖୁବ୍ ଶୀଘ୍ର ମଖିକୁ ସୁସ୍ଥ କରିବାକୁ ହେବ। ମାତ୍ର ଗୋଟିଏ ସପ୍ତାହ ପରେ ମଖି ବିବାହ କରି ସହରକୁ ଚାଲିଯିବ। ତାର ନୂଆ ସଂସାର ଗଢ଼ିବ। ଅସୁସ୍ଥ ଦେହ ମନ ନେଇ ନୂଆ ସଂସାର କରିବାରେ ଆନନ୍ଦ ନଥାଏ। ମଖିକୁ ପରୀକ୍ଷା କରି ମିଶନାରୀ ଡାକ୍ତରଙ୍କ ମୁଖ ଗମ୍ଭୀର ହେଲା। ଚୁପଚାପ ପଦାକୁ ବାହାରିଗଲେ। ନବଘନ ଏକ ଅନାଗତ ବିପଦର ଆଶଙ୍କାରେ ଡାକ୍ତରବାବୁଙ୍କ ପଛେ ପଛେ ଯାଉ ଯାଉ ପ୍ରଶ୍ନ କଲା, ରୋଗଟା କ'ଣ ଖୁବ୍ ଗୁରୁତର? ମଖି କ'ଣ ଭଲ ହେବ ନାହିଁ? ଡାକ୍ତରବାବୁ ନିର୍ବିକାର ଭଙ୍ଗୀରେ କହିଲେ, ମଖିକୁ ତାର ମନମତ ପୁରୁଷ ସହ ବିବାହ କରିଦିଅ ନବଘନ। ତାହେଲେ ତାର ଅସୁସ୍ଥତା ତମକୁ ବିଚଳିତ କରିବ ନାହିଁ। ତାର ମନମତ ପୁରୁଷଟି କିଏ ତାଠାରୁ ବୁଝିନେଇ ବିବାହର ବନ୍ଦୋବସ୍ତ କର। ନବଘନ ସରଳ କିଶୋରୀଟି ଭଳି ଗଦଗଦ କଣ୍ଠରେ କହିଲା, ପ୍ରସାଦ ହିଁ ମଖିର ଉପଯୁକ୍ତ ପାତ୍ର। ଆଉ ମାତ୍ର ଏକ ସପ୍ତାହ ପରେ ମଖିର ତାଙ୍କ ସହ ବିବାହ ହେବ। ଡାକ୍ତରବାବୁ ନିମ୍ନ କଣ୍ଠରେ କହିଲେ, ପ୍ରସାଦ ମଖିର ଉପଯୁକ୍ତ ପାତ୍ର ହୋଇପାରେ, କିନ୍ତୁ ସେ ତ ମଖିର ଅନାଗତ ସନ୍ତାନଟିର ପିତା ନୁହେଁ। ପ୍ରସାଦ ସହ ମଖିର ପରିଚୟ ବି ନାହିଁ। ତମେ ମଖି ସନ୍ତାନର ପିତାର ସନ୍ଧାନ ନିଅ। ସେ ହିଁ ହେବ ମଖିର ଏକମାତ୍ର ଉପଯୁକ୍ତ ପାତ୍ର। କଥା ଶେଷ କରି ଡାକ୍ତରବାବୁ ନିର୍ବିକାର ଭାବରେ ବାହାରିଗଲେ।
ନବଘନକୁ ସମଗ୍ର ପୃଥିବୀ ଅନ୍ଧକାରମୟ ମନେ ହେଲା। ନିଜ ହାତରେ ଗଛଟିଏ ଲଗାଇ ପାଣି ଦେଇ ଦିନକୁ ଦିନ ଅପେକ୍ଷା କରି ହଠାତ୍ ଏକ ଅଚାନକ ଝଡ଼ରେ ପୁଷ୍ପିତ ହୋଇ ଆସୁଥିବା ଗଛଟି ଭାଙ୍ଗି ପଡ଼ିଲେ ମାଳିର ଅବସ୍ଥା ଯାହା ହୁଏ, ନବଘନର ଠିକ୍ ସେ ଅବସ୍ଥା। ମଖିକୁ ସେ ସୁନା ଫରୁଆରେ ସାଇତି ରଖିଥିଲା। ସେ ତାର ଅମୂଲ୍ୟ ମଣି। ଅଥଚ ଆଜି ଭାଗ୍ୟର ବିଡ଼ମ୍ବନାରେ ସେ ନୈରାଶ୍ୟର ବାଲୁକା ଶଯ୍ୟାରେ ଗୋଟିଏ ସାଧାରଣ ଅଦରକାରୀ ଶାମୁକାଟିଏ ପାଲଟି ଯାଇଛି, ଯାହାକୁ ଆଉ କୌଣସି ଉପାୟରେ ମଣିର ମାଳ କରି କୌଣସି ଦେବତାର ଗଳାରେ ଝୁଲାଇବାର ସ୍ୱପ୍ନ ସେ ଦେଖିବ ନାହିଁ। ହଠାତ୍ ନବଘନର ମୁଣ୍ଡକୁ ଭୂତ ଚଢ଼ିଗଲା। ରାଗରେ ନୁହେଁ, ଅପମାନରେ ନୁହେଁ, ଦୁଃଖରେ, ହତାଶରେ ସେ ମାତାଲଙ୍କ ଭଳି ଆଖି ଲାଲ କରି ମଖିର ସାମ୍ନାରେ ଯାଇ ଠିଆ ହେଲା। ଘଡ଼ଘଡ଼ି ନାଦରେ ପ୍ରଶ୍ନ କଲା, ସତ କହ, କିଏ ସେ ତୋର ଏ ସର୍ବନାଶ କରିଛି? ମୁଁ ତାକୁ ପୃଥିବୀର ଯେକୌଣସି କୋଣରୁ ଟାଣି ଆଣି ଟାଙ୍ଗିଆରେ ଦିଗଡ଼ କରିଦେବି। କିଛି ନ କହିଲେ ତତେ ବି ଛାଡ଼ିଦେବି ନାହିଁ। କହ, ସତ କହ। ଏଇ କେତେଦିନ ହେବ ମଖି ନିଜ ଅସୁସ୍ଥତାର କାରଣ ଠିକ୍ ବୁଝିପାରୁନଥିଲା। କାହାକୁ ପଚାରି ପାରୁନଥିଲା। କାରଣ ପଳାଶ ଏବେ ବିବାହ କରି ତା ଦୁଃଖ ସୁଖର ନୀଡ଼ ରଚନାରେ ଏତେ ମାଟି ଉଠିଛି ଯେ ମଖି ପାଖକୁ ଆସିବାର ଅବକାଶ ପାଉନାହିଁ। ନବଘନର ବିଭତ୍ସ ଚେହେରା, କଠୋର ଧମକରେ ହଠାତ୍ ସେ ସବୁ କଥା ବୁଝିଗଲା। ଆଉ ଗୋଟାଏ ଅସହାୟ ଅବସାଦର ନିଦାଘର ନିସ୍ତେଜ ଲଟାଟି ଭଳି ଝାଉଁଳି ପଡ଼ି ସକେଇ ସକେଇ କାନ୍ଦିବାକୁ ଲାଗିଲା। ନବଘନ ଆଦୌ ନରମିଗଲା ନାହିଁ ଅଳି ଅଳି କନ୍ୟାଟିର ଲୁହ ଦେଖି। ବରଂ ସେ ଅଧିକ ଜଳି ଉଠିଲା, କହିଲା, ଶୀଘ୍ର କହ, ନଚେତ୍ ଏଇ ଟାଙ୍ଗିଆରେ ତତେ ଦିଗଡ଼ କରିଦେବି, ଆଉ ନିଜକୁ ବି। ଆଉ ମୋର ବଞ୍ଚିବାର କିଛି ଆବଶ୍ୟକତା ନାହିଁ। ମଖି ଥରି ଉଠିଲା ଭୟରେ। ବାପାର କଥା ଯାହା କାମ ତାହା। ତାହାର ଏ ଘୃଣିତ ଜୀବନ ଚାଲିଗଲେ ଦୁଃଖ ନାହିଁ, ହେଲେ ତାରି ଲାଗି ବାପା ତାର ଆତ୍ମଘାତୀ ହେବ? ନା, ସେ ବାପା ପାଖରେ ସତ୍ୟ ପ୍ରକାଶ କରିଦେବ। ଆଉ ତାପରେ ବାବୁ ଦିନେ ହୁଏତ ଆସିବେ ବଙ୍ଗଳାକୁ ନୂଆ ବିବାହ କରିଥିବା ଦେବୀ ପ୍ରତିମା ଭଳି ସ୍ତ୍ରୀଙ୍କୁ ଧରି। ଆଉ ବାପା ତାର ହୃଦୟର ଜ୍ୱାଳା ମେଣ୍ଟାଇବ ବାବୁଙ୍କ ରକ୍ତରେ ବଙ୍ଗଳା ଚଟାଣକୁ ଲାଲ କରିଦେଇ। ନା ନା, ସେ କଥା ତ ସେ ସହ୍ୟ କରିପାରିବନି। ବାବୁଙ୍କର ଆଖି ଦୁଇଟି କି ମାୟାଭରା, କି ସୁନ୍ଦର। ଆଉ ମନଟା ବି। ସେ ଆଉ କ'ଣ କରନ୍ତେ? ତାକୁ ତ ସେ ଆଉ ସ୍ତ୍ରୀ କରିପାରନ୍ତେ ନାହିଁ। ସେ ତ ବାବୁଙ୍କର ଯୋଗ୍ୟ ନୁହେଁ। ଅଥଚ ତାରି ଲାଗି ବାବୁଙ୍କର ଜୀବନଟା ଶେଷ ହୋଇଯିବ। ମଖି ଦ୍ୱନ୍ଦ୍ୱରେ ପଡ଼ିଯାଇଛି। ନବଘନ ଗର୍ଜନ କରି ଉଠିଲା ଆଉ ଥରେ। ମଖି ନିଜକୁ ପ୍ରସ୍ତୁତ କରିନେଲା। ଅକସ୍ମାତ୍ ତା ବାପାକୁ ମୁକାବିଲା କରିବାର ପୁରୁଷ ତା ଆଖିରେ ପଡ଼ିଗଲା। ଯାହାକୁ ତାର ବାପା ଭୟ କରେ, ଯାହାକୁ ବାପା ଦିଗଡ଼ କରିପାରିବ ନାହିଁ। ଏ ସମଗ୍ର ଜଙ୍ଗଲ ଭୂଇଁରେ ସେଇ ଜଣେ ମାତ୍ର ପୁରୁଷ ଅଜେୟ। ସେ ଜଗମୋହନ। ମଖି ତଳକୁ ମୁହଁ ପୋତି କୁଣ୍ଠିତ କଣ୍ଠରେ କହିଲା, ତୁ ସହରରେ ଥିଲାବେଳେ ସେ ଜଗମୋହନ ମୋ ପିଛାରେ ପଡ଼ିଗଲା। ମୁଁ ବି ତୋ ଶାସନ ଭାରେ ଗୋଡ଼ ଖସେଇ ଦେଲି। ତାର କିଛି ଦୋଷ ନାହିଁ, ସବୁ ଦୋଷ ମୋର। ମତେ ଦିଗଡ଼ କରିଦେ। ମଖି ମୁହଁ ଘୋଡ଼ାଇ କଇଁ କଇଁ ହୋଇ କାନ୍ଦି ଉଠିଲା। ନବଘନ ହଠାତ୍ ସ୍ତବ୍ଧ ହୋଇଗଲା। ପର ମୁହୂର୍ତ୍ତରେ ମଖିର ଗୋଟାଏ ବାହାକୁ ଧରି ଖୋସାଡ଼ି ନେଉ ନେଉ କହିଲା, ରଖିଦେ ତୋ ସଫେଇ। ଜଗା ଛତରା ପାଇଁ ତୋର ଦରଦ ମତେ ଟଳାଇ ଦେବ ନାହିଁ। ଚାଲ, ତାରି ପାଖରେ ସବୁ କଥାର ମୀମାଂସା ହୋଇଯିବ। ନବଘନ ନିଶାଖୋର ମଣିଷ ଭଳି ମଖିକୁ ଟାଣି ଟାଣି ଜଗମୋହନ ଘର ଆଡ଼େ ଆଗେଇଗଲା। କାନ୍ଧରେ ତାର ଚିକ୍ ଚିକ୍ ଦାଢ଼ୁଆ ଟାଙ୍ଗିଆ। ଜଗମୋହନ ଟାଙ୍ଗିଆଟା ବଜାଉଥିଲା। ଖଣ୍ଡେ ପଥର ଦେହରେ ଖସି ଖସି ତଳକୁ ମୁହଁ ପୋତି ଏକାଗ୍ର ଚିତ୍ତରେ। ହଠାତ୍ ନବଘନର ଗର୍ଜନରେ ସେ ଅବାକ୍ ହୋଇ ଚାହିଁଲା ମୁଣ୍ଡ ଟେକି। ତା ସାମ୍ନାରେ ନବଘନ ଠିଆ ହୋଇଛି ଏକ ଦାନବ ଭଳି। ଆଖି ଦୁଇଟା ମଣିଷଖିଆ ବାଘ ଭଳି ଦପ୍ ଦପ୍ ଚଳୁଛି। ଗୋଟାଏ ହାତରେ ମଖିର ବାହାକୁ ଜାବୁଡ଼ି ଧରିଛି, ଅନ୍ୟ କାନ୍ଧରେ ଝୁଲୁଛି ଚିକ୍ ଚିକ୍ ଧାରୁଆ ଟାଙ୍ଗିଆ। ମଖି ବର୍ଷା ମାଡ଼ରେ ଫିକା ପଡ଼ିଯାଇଥିବା ଚମ୍ପା ଫୁଲର ପାଖୁଡ଼ାଟି ଭଳି ଏକେବାରେ ଶେତା ପଡ଼ିଯାଇଛି। ସତେବା ବଳି ପଡ଼ିଥିବା ପୂର୍ବର ମୁହୂର୍ତ୍ତର ଅବସ୍ଥା ତାର। ଜଗମୋହନ ଭାବିଲା, ସେଦିନ ନିରୋଳା ନଈ ତୁଠରେ କେଣ୍ଡାଏ କୁରେଇ ଫୁଲ ମଖିକୁ ଯାଚିଥିବା ବ୍ୟତୀତ ଅନ୍ୟ କିଛି ଅନୁଚିତ ଆଚରଣ ସେ କରିନାହିଁ ମଖି ସହିତ। ସେଇ କଥା ପଦକରେ ମଖି ତାକୁ ସେଦିନ ଧମକେଇଥିଲା ବାପା ଫେରି ଆସିଲେ ଉଚିତ ଶିକ୍ଷା ଦେବ ବୋଲି। ନବଘନ ଫେରି ଆସିବା ମାତ୍ରେ ବାପା ନାଲିଶ କରିଛି। ଆଜି ନବଘନ ସହ ତାକୁ ମୁକାବିଲା କରିବାକୁ ହେବ। ସେମିତି ତଳକୁ ମୁହଁ ପୋତି ଟାଙ୍ଗିଆ ଘସୁ ଘସୁ କହିଲା, କକା, ମୁଁ ମଖିକୁ କେଣ୍ଡାଏ ଫୁଲ ଯାଚିଥିଲି। ଫୁଲ ତ ଶ୍ରଦ୍ଧାରେ ଭକ୍ତିରେ ଠାକୁରଙ୍କୁ ବି ଦିଆଯାଏ।
କୁଶ୍ଚିତ ଖରାପ ଇଚ୍ଛା ନେଇ ଫୁଲ ଦିଆଯାଏ ନା। ମଖିକୁ ମୁଁ ସହରରୁ କିଣି ଆଣି ବାସନା ତେଲ, ମୁଣ୍ଡଫିତା କି କିଛି ଛଣା ପିତ୍ତଳର ନକଲି ଗହଣା ଦେଇ ମନ ବଦଳାଇବାକୁ ଚେଷ୍ଟା କରିନି। ନିର୍ମଳ ହୃଦୟରେ ସକାଳର ସଜଫୁଲ କେଣ୍ଡାଏ ତାକୁ ମୁଁ ଯାଚିଥିଲି। ସେ ତାକୁ ମୋ ଠାରୁ ହାତ ବଢ଼ାଇ ନେଇ ନାହିଁ। ଫୁଲ କେଣ୍ଡାକ ମୁଁ ନଈ ପାଣିରେ ଭସାଇ ଦେଇଛି। ଏଇଟା କ'ଣ ମୋର ବଡ଼ ଅପରାଧ? ନବଘନ ଗର୍ଜି ଉଠି ଘାଇଲା ହୋଇଯାଇଥିବା ବାଘ ଭଳି କହିଲା। ସେ ଚାଲାକବାଜି କଥା ବନ୍ଦ କର। ମଖି ଏବେ ତୋ ପିଲାର ମା ହେବାକୁ ଯାଉଛି, ନଚେତ୍ ଏଇ ଟାଙ୍ଗିଆରେ ତୋର ଗଣ୍ଡି ମୁଣ୍ଡ ଦିଟା ଅଲଗା କରି ସାରିଲିଣି। ମଖି ପାଇଁ ମୋର କେତେ ଆଶା ଥିଲା। ସହରର ଅଫିସରର ଚାକିରି କରିଥିବା ପ୍ରସାଦ ସହ ଦିନ କେଇଟା ପରେ ତାର ବିବାହ ହୋଇଥାନ୍ତା। ଏଇ ଅନ୍ଧାରୀ ମୁଲକରୁ ସେ ମୁକ୍ତି ପାଇଥାନ୍ତା। ତା ପିଲାଟି ହୋଇଥାନ୍ତା ପ୍ରସାଦ ଅଫିସରର ପୁଅ। ତୁ ପାଷାଣ୍ଡ ମୋର ଏତେ ଦିନର ଆଶା ଚୁରମାର କରିଦେଇଛୁ କେବଳ ମଖି ପାଇଁ। ନଚେତ୍ ତତେ ମୁଁ ପଦେ କଥା ବି କହିବାକୁ ସୁଯୋଗ ଦିଅନ୍ତି ନାହିଁ। ମଖି ମୋର ରାଣୀ ହୋଇଥାନ୍ତା। ତୁ ମୋର ସର୍ବନାଶ କରିଦେଇଛୁ। ବୁଝି ଖବରଦାର। ଚୁପଚାପ ଗାଁବାଲାଙ୍କୁ ଖାଇବାକୁ ଦେଇ ମଖିକୁ ବାହା ହୋଇପଡ଼। ସେଥିରେ ଟିକେ ଏପଟ ସେପଟ କଲେ ତୋ ସହ ମୋର ମୁକାବିଲା। ନବଘନ ଗୋଟାଏ ଧକ୍କାରେ ମଖିକୁ ଠେଲିଦେଲା ଜଗମୋହନର ପାଖକୁ। ଆଉ କୋହ ଚାପି ଚାପି କହିଲା, ହତଭାଗୀ ମର ଏଇ ଜଙ୍ଗଲ ଭିତରେ ପତର ଶାଗ ଖାଇ। ତୋ କର୍ମରେ ଯାହା ଲେଖା ଅଛି ତାକୁ ମୁଁ ବଦଳାଇ ପାରିବି ନାହିଁ। ଆଜିଠୁ ମୁଁ ବି ତୋଠାରୁ ମଲି ବୋଲି ଜାଣିଦେ। ଏବେ ଯାଏ ଫାଦର ଜୋସେଫକୁ କହିବି ମଖି ମରିଗଲା, ପ୍ରସାଦର ବାହାଘର ଅନ୍ୟତ୍ର କର। ନବଘନ ମୁହଁ ବୋଲେଇ ଛୋଟେଇ ଛୋଟେଇ ଚାଲିଗଲା ଆଖିର ଧାର ଧାର ଲୁହରେ ରାସ୍ତାକୁ ଭିଜାଇ ପଛକୁ ଥରେ ବି ଫେରି ଚାହିଁଲା ନାହିଁ। ମଖି ଜଗମୋହନର ପାଦ ପାଖରେ ଯେମିତି ପଡ଼ିଥିଲା, ନବଘନର ଧକ୍କାରେ ସେମିତି ମାଟି ମେଞ୍ଚାଟି ଭଳି ମୁଣ୍ଡ ଝୁଙ୍କାଇ ରହିଗଲା। ଥରଟିଏ ବି ମୁଣ୍ଡ ଟେକି ଜଗମୋହନକୁ ଚାହିଁଲା ନାହିଁ। ମୁଣ୍ଡ ବୁଲାଇ ବାପର ଚଲାବାଟକୁ ଦେଖିଲା ନାହିଁ। ଲୁହ ଝରାଇ କାନ୍ଦିଲା ନାହିଁ। ପଥର ମୂର୍ତ୍ତିଟିଏ ଭଳି ସେମିତି ବସି ରହିଲା ଆଣ୍ଠୁ ମାଡ଼ି। ଜଗମୋହନ ବି ଏ ଅଭାବିତ ସମ୍ବାଦରେ, ମିଥ୍ୟା କୁତ୍ସାରଟନାରେ, କପୋଳ କଳ୍ପିତ ଅଭିଯୋଗରେ ଚମକି ଉଠିଲା ନାହିଁ। ଗଭୀର ବେଦନା ଆଉ ଭାବାବେଗକୁ ଲାଘବ କରିବା ପାଇଁ ସେ ଜୋର ଟାଙ୍ଗିଆକୁ ପଥରରେ ଘଷି ଧାର କରିବାକୁ ଲାଗିଲା। ଉତ୍ତେଜନାରେ ତା ମୁହଁ, ବେକ ଆଉ ହାତର ଶିରା ସବୁ ଫୁଲି ଫାଟିଯିବ ଅବା। ମଖି ଭାବିଲା, ଏଇମାତ୍ର ଗୋଟାଏ ମୁହୂର୍ତ୍ତରେ ଜଗମୋହନ ତାକୁ ଦିଗଡ଼ କରି ହାଣିଦେବ। ଆଉ ସେ ଏ ଦୁଃଖ ଅପମାନ ଯନ୍ତ୍ରଣାରୁ ମୁକ୍ତି ପାଇଯିବ। ତା ନ କରି ଜଗମୋହନ ଯଦି ତାକୁ ଅପମାନ କରେ, ତାଚ୍ଛଲ୍ୟ କରେ, ତା ଦୁର୍ବଳତା ପାଇଁ ତାକୁ ଘୃଣିତ ଭାଷାରେ ଭର୍ତ୍ସନା କରେ, ତେବେ ସେ ବି ତାକୁ ଛାଡ଼ିଦେବ ନାହିଁ। ସେଦିନର ତାର ଭଲ ପାଇବାର ତାମସା କଥା ସ୍ମରଣ କରାଇ ଦେଇ ସେ ତାକୁ ଆକ୍ରମଣ କରିବ, ଘାଇଲା କରି ଛାଡ଼ିବ। ମାତ୍ର ଜଗମୋହନ ଏଥର କୌଣସିଟିଏ କଲା ନାହିଁ। ଟାଙ୍ଗିଆଟା ଜୋର ଘଷି ନିଜ ମନର ଉତ୍ତେଜନା କିଛି ହାଲକା କରିଦେଇ ସେ ଅବସନ୍ନ ଭଙ୍ଗୀରେ ଟାଙ୍ଗିଆଟା ପକାଇ ଦେଇ କୋମଳ କଣ୍ଠରେ ପ୍ରତ୍ୟୟଭରା ଭଙ୍ଗୀରେ ନିର୍ଭର ପ୍ରତିଶ୍ରୁତିପୂର୍ଣ୍ଣ ଚାହାଣୀରେ ମଖିକୁ ଚାହିଁ କହିଲା, ଯା ଭିତରକୁ ଯା। ସେତିକିବେଳୁ ଆଣ୍ଠିମାଡ଼ି ଏକା ଖଞ୍ଜରେ ବସିଛୁ ଯେ ଟିକେ ହଲଚଲ ବି ହେଉନାହିଁ। କଷ୍ଟ ହେବଣି। କେହି ନଥିବା ନିଆଶ୍ରୀ ଭଳି ଏମିତି ବସିଛୁ ଯେ ଦେଖିଲେ ମନେ ହେଉଛି ତୋ ବାପା ଯେମିତି ମୋ ମୁଣ୍ଡଗଣ୍ଡି ଦୁଇଟାକୁ ଅଲଗା କରିଦେଇ ଯାଇଛି। ମୁଁ ଯେମିତି ଆଉ ଏ ସଂସାରରେ ନାହିଁ। ମୁଁ ଗୋଟେ ପାଷାଣ୍ଡ ନୁହେଁ ଲୋ। ମୋ ଉପରେ ଭରସା ରଖି ଏଥର ଘରକୁ ଯା। ଅକସ୍ମାତ୍ ଟାଙ୍ଗରା ଭୁଇଁରେ ବନ୍ୟା ଜଳ ଝରିଗଲା। ଛୋଟ ପିଲାଟି ଭଳି ଶବ୍ଦ କରି କାନ୍ଦୁ କାନ୍ଦୁ ମଖି କହିଲା, ମୋତେ ହାଣିଦେଲୁ ନାହିଁ କାହିଁକି? ଘୃଣାରେ ଧକ୍କା ଦେଇ ବାହାର କରିଦେଲୁ ନାହିଁ କାହିଁକି? ତୋ ଗୋଡ଼ ଧରୁଛି। ଏମିତି ସୁହାଗିଆ କଥା କହି ମୋ ଦୁଃଖ ବଢ଼ାଇ ଦେ ନାହିଁ। ତୋର ଏ ଦରଦୀ କଥା ମୋର ସହ୍ୟ ହେଉନାହିଁ। ମଖି କଇଁ କଇଁ ହୋଇ କାନ୍ଦି ଉଠିଲା ମୁହଁ ଘୋଡ଼ାଇ। ଜଗମୋହନ ଗମ୍ଭୀର ଉଦାସ ଗଳାରେ କହିଲା, ମୁଁ ଗୋଟାଏ ନିହାତି ହତଭାଗାଟିଏ। ମୋର ପ୍ରେମଭରା କଥା, ଭଲ ପାଇବା, ଘୃଣା, ତାଚ୍ଛଲ୍ୟ, ନିଷ୍ଠୁରତା, କୋମଳତା ସବୁ ହିଁ ତୋ ପାଇଁ ଅସହ୍ୟ। ମୁଁ ଜାଣେ ମୁଁ ତୋର ଏକବାରେ ଅସହ୍ୟ। ତଥାପି ମୁଁ ତୋତେ ଦାଣ୍ଡକୁ ଠେଲିଦେବି ନାହିଁ। କଥା ଦେଲି ମୁଁ ଏଥର ତୋତେ ଭଲରେ କି ମନ୍ଦରେ କିଛି ହେଲେ କହିବି ନାହିଁ। ତୋର ଯଦି ଖୁସି ମୁଁ ତୋ ପାଇଁ ମୂକ ହୋଇଯିବି। ହେଲା, ଏଥର ଯା ଘରକୁ। ମୁଁ ଜଙ୍ଗଲକୁ ଯାଉଛି। ଘରେ ଖାଇବାକୁ କିଛି ନାହିଁ। ମୁଁ ସିନା ଅଧେ ଦିନ ଖାଇଲେ ଅଧେ ଦିନ ଝରଣା ପାଣିରୁ ମୁନ୍ଦାଏ ପିଇଦେଇ କେନ୍ଦୁ ଦିଟା କରବା ଖଣ୍ଡେ ଖାଇଦେଇ ଶୋଇପଡ଼େ। ତୋର ତ ସେ ଅଭ୍ୟାସ ନାହିଁ। ତା ଛଡ଼ା ତୋର ଏ ଅବସ୍ଥାରେ କିଛି ତ ଖାଇବା ଦରକାର। ଜଗମୋହନ ଟାଙ୍ଗିଆଟା କାନ୍ଧରେ ପକାଇ ଦୁମ୍ ଦୁମ୍ ହୋଇ ଜଙ୍ଗଲ ଆଡ଼େ ମୁହାଁଇଲା। ମଖି ଆହୁରି ଜୋରେ ସକେଇ କାନ୍ଦିବାକୁ ଲାଗିଲା। ଏତେ ବଡ଼ ମିଥ୍ୟା କଳଙ୍କ ଜଗମୋହନ ଉପରେ ଲଦି ଦେବା ପରେ ବି ଜଗମୋହନର ସେଥିପ୍ରତି ନିର୍ବିକାର ଭାବ, ତା ଭିତରେ ଏକ ଅପରାଧ ବୋଧ, ଲଜ୍ଜିତ ଭାବର ବୀଜଟିଏ ବୁଣିଦେଲା।
ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକା ପ୍ରତିଭା ରାୟଙ୍କର ଉପନ୍ୟାସ ପରିଚୟର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏ ଉପନ୍ୟାସଟିର ବାକି ଅଂଶ ଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।